ସେଦିନ ବାଲେଶ୍ୱରରୁ ଆସିଥିବା ସେ କଲ୍ଟା ଲୁହରେ ଆରମ୍ଭ ହୋଇ ଲୁହରେ ସରିବ ଏକଥା ମୋ ଭାବନା ବାହାରେ ଥିଲା। ମୋ ନମ୍ବର ଖୋଜି ଖୋଜି ଯେତେବେଳେ ମୋତେ କଲ୍ କରିଥିଲା ଆଉ ମୁଁ କଲ୍ ରିସିଭ୍ କଲା ପରେ ମୋ ପାଟିରୁ ହେଲୋ ଶୁଣି ସେ ଭାରି ଖୁସି ହେଇଯାଇଥିଲା। କିନ୍ତୁ ଆଖିରେ ଥିଲା ଆଖିଏ ଲୁହ ଆଉ ମନରେ ଥିଲା ଅନେକ ବେଦନା। ତା ଭିତରେ ମୋ ସହ କଥା ହେବାର ସେ ଖୁସି ପୁରା ବାରି ହେଉଥିଲା। ଏ କାହାଣୀ ଥିଲା ବାଲେଶ୍ୱର ଜିଲ୍ଲାର ପ୍ରେମ କରି ବାହା ହେଇଥିବା ବିବାହିତା ମହିଳା ଅନୁର କାହାଣୀ। ବୟସ ମାତ୍ର 25 ବର୍ଷ ଆଜ୍ଞା। ଏହି ବୟସରେ ଗୋଟେ ବର୍ଷର ଝିଅକୁ ନେଇ ତା ସଂସାର ଥିଲା। ଆଉ ସେ ସଂସାର ଭିତରେ ଥିଲା କେବଳ ବେଦନାର ପାହାଡ଼। ଅନୁ ଦେଖିବାକୁ ସୁନ୍ଦରୀ ଥିଲା, ଭଲ ପାଠ ପଢ଼ୁଥିଲା, ଘରର ଭାରି ଗେହ୍ଲା ଝିଅ ବି ଥିଲା। ଭାଇର ଅଲି ଅଳି ଭଉଣୀ ଥିଲା ଆଉ ବାପା ମାଙ୍କର ଗେଲି ଝିଅ ଥିବା ଅନୁକୁ ଜଣେ ନୀଚ ଜାତିର ପୁଅ ସହ ପ୍ରେମ ହୋଇଯାଇଥିଲା। ପ୍ରେମ ହେଲା ପରେ ବେଶ ହସ ଖୁସିରେ ଉଡ଼ି ବୁଲୁଥିଲେ ଦୁଇ ପ୍ରେମ ପକ୍ଷୀ। କେବେ ଭାବିନଥିଲେ ଆଗକୁ ଉଭୟଙ୍କୁ ପାଇବାକୁ ଜୀବନରେ କେତେ ସଂଘର୍ଷ କରିବାକୁ ପଡ଼ିବ। ନୀଚ ଜାତିର ଯୁବକକୁ ପ୍ରେମ କରିବା ଅନୁକୁ ମହଙ୍ଗା ପଡ଼ିବ ସେ ସ୍ୱପ୍ନରେ ବି ଭାବିନଥିଲା। ପ୍ରେମ କରୁଥିବା ଯୁବକ ସହିତ ଲୁଚି ଲୁଚି ବୁଲିବା, ମଜାମସ୍ତି କରିବା ଭିତରେ ଦିନେ ଅନୁର ଚୋରା ପ୍ରେମ ପରିବାର ଲୋକଙ୍କ ଆଗରେ ଧରା ପଡ଼ିଯାଇଥିଲା। ନୀଚ ଜାତିର ଯୁବକକୁ ପ୍ରେମ କରିବା ଆଉ ପଢ଼ିବାକୁ ଆସି ପ୍ରେମ କରୁଥିବା କାରଣରୁ ଅନୁକୁ ଅନେକ ବିରୋଧର ସାମ୍ନା କରିବାକୁ ପଡ଼ିଥିଲା। ଶେଷରେ ଅନୁ ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲା ଯେ ପରିବାରକୁ ନ ଜଣେଇ ଲୁଚି ଲୁଚି ପ୍ରେମିକ ସହ ଫେରାର ହୋଇଯାଇଥିଲା। କିଛି ଦିନ ବାହାରେ ରହିବା ପରେ ପ୍ରେମ କରି ବାହା ହେଇଥିବା ପ୍ରେମିକ ତାକୁ ତାଙ୍କ ଘରକୁ ଆଣିଥିଲା। ଅନୁ ଭାବିଥିଲା ସୁଖରେ ସଂସାର କରିବ, ବାକି ଜୀବନ ନିଜ ମନର ମଣିଷ ସହିତ ସୁଖରେ କାଟିବ। କିନ୍ତୁ ଓଲଟା ହେଇଥିଲା। ଏଉଠୁ ଆରମ୍ଭ ହୁଏ ଅନୁର ଅସଲ ସଂଘର୍ଷ। ନା ପରିବାର ନା ଅନ୍ୟ କେହି ସାହାରା। ପ୍ରେମ ଉପରେ ଭରସା କରି ଅନୁ ଯାହା ହାତ ଧରି ଘରୁ ପଳେଇ ଆସିଥିଲା, ସେ ପ୍ରଥମେ ଅନୁକୁ ତ ଭାରି ଭଲ ପାଉଥିଲା। ହେଲେ ପର ମୁହୂର୍ତ୍ତରେ ଅନୁ ସହ ଯାହା କରୁଥିଲା, ଅନୁ ଆଖିରେ କେବଳ ଲୁହ ଛଡ଼ା ଆଉ ଯେମିତି କିଛି ନଥିଲା। ଗୋଟେ ବର୍ଷ ପରେ ଅନୁର ଗୋଟେ ଝିଅ ଜନ୍ମ ହୁଏ ଆଉ ଏମାନଙ୍କ ଖୁସି ବି ଦ୍ୱିଗୁଣିତ ହୋଇଯାଇଥାଏ। ହେଲେ ଅନୁକୁ ଏକଥା ଜଣା ନଥିଲା ଯେ ସେ ଯାହାକୁ ଭରସା କରି ଯାହା ହାତ ଧରି ଆସିଛି, ସେ ତା ପଛପଟେ ତା ସହ ଛଳନା କରୁଛି ବୋଲି। ସେଦିନ ପ୍ରଥମ କରି ଅନୁ ନିଜ ମନର ମଣିଷକୁ ଘର ପାଖ ଭାଉଜ ସହ ସମ୍ପର୍କ ରଖିବାର ଦେଖିଦେଇଥିଲା। ଆଉ ପରେ ଜଣେ ଯୁବତୀ ସହ ପ୍ରେମ ସମ୍ପର୍କ ଆଉ ଅନୈତିକ ସମ୍ପର୍କ ବୋଧେ ତା ପ୍ରେମର ଭରସା ଉପରୁ ପର୍ଦ୍ଦା ଉଠାଇ ଦେଇଥିଲା। ଗୋଟେ ପଟେ ପରିବାର ଦୂରେଇ ଯାଇଥିଲା, ଅନ୍ୟପଟେ ପରିବାରକୁ ଦୂରେଇ ଯେଉଁ ମଣିଷକୁ ଭଲ ପାଇ ଜୀବନ ସାରା ହାତ ଧରି ବାଟ ଚାଲିବାକୁ ଆସିଥିଲା, ସେ ମଣିଷଟା ଧୋକା ପରେ ଧୋକା ଦେଇ ଚାଲିଥିଲା। ପାଖରେ ବର୍ଷକର ଝିଅ ଆଉ ସ୍ୱାମୀର ସେ ଯନ୍ତ୍ରଣା। ଆଗକୁ କ'ଣ କରିବ କିଛି ଭାବି ପାରୁନଥିଲା। ଏ କାହାଣୀ ସେଇମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯେଉଁମାନେ ବାପା ମାଙ୍କ କଥା ନ ମାନି ମିଛ ପ୍ରେମରେ ଅନ୍ଧ ହେଇ ଘରୁ ଲୁଚି ପ୍ରେମିକ ସହ ପଳେଇ ଯାଉଛନ୍ତି। ଏ କାହାଣୀ ସେଇମାନଙ୍କୁ ଭାବିବାକୁ ବାଧ୍ୟ କରିବ ଯେଉଁମାନେ ପରିବାରର ଅନିଚ୍ଛା ସତ୍ତ୍ୱେ ବି ପ୍ରେମିକର ମିଛ ଭଲ ପାଇବାର ଛଳନାରେ ଘର ଛାଡ଼ି ଚାଲିଯାଆନ୍ତି ଆଉ ପରେ ଅନୁ ଭଳି ପସ୍ତେଇ ହୁଅନ୍ତି। ଏବେ ବିଚାରୀ ଅନୁ କେବଳ କାନ୍ଦିବା ଛଡ଼ା ତା ପାଖରେ ଆଉ ଯେମିତି କିଛି ରାସ୍ତା ନଥିଲା। ଯେଉଁ ପ୍ରେମିକ ଅନୁକୁ ପାଟରାଣୀ କରି ରଖିବ ବୋଲି କହିଥିଲା, ଆଜି ସେହି ଅନୁ କେଉଁ ଚାକରାଣୀଠୁ ବି କମ୍ ନଥିଲା ଆଜ୍ଞା। ପ୍ରେମିକ ଅନ୍ୟ ଯୁବତୀ ଓ ଭାଉଜମାନଙ୍କ ସହ ବେଶ ମସ୍ତି କରୁଥିଲା ଆଉ ଅନୁ ଘରେ ଚାକରାଣୀ ଭଳି ଖଟୁଥିଲା। କେତେବେଳେ ଖାଇବାକୁ ମିଳୁଥିଲା ତ କେତେବେଳେ ଘରେ କିଛି ନଥିଲେ ବି କିଛି ନ କହି ଉପାସ ରହିଯାଉଥିଲା। ଏତେ ଦୁଃଖରେ ଥିଲେ ବି କାହାକୁ କହିବାକୁ ତାର ସାହସ ନଥିଲା। ପ୍ରଥମରୁ ତ ପରିବାରକୁ ଧୋକା ଦେଇଥିଲା, ଆଉ ଏବେ କୋଉ ମୁହଁରେ ପରିବାର ପାଖରେ ଏସବୁ କହିବ ଭାବି ଭାବି ନିଜ ଭାଗ୍ୟ ନେଇ ପଡ଼ି ରହିଥିଲା ଆଜ୍ଞା। କହିଲା, ପ୍ରତାପ ଭାଇ, ଜାଣିନି ମୋ ଭାଗ୍ୟରେ କ'ଣ ଅଛି। ମୁଁ କେବଳ ମୋର ଝିଅ ପାଇଁ ବଞ୍ଚିଛି, ନହେଲେ କେବେଠୁ ଏ ଦୁନିଆଟା ଛାଡ଼ି ସାରନ୍ତିନି। ଭାଇ ସତ କହିବି, ଭଗବାନଙ୍କୁ ଡାକୁଛି ମୋ ସହ ଯାହା ଘଟିଛି କେବେ ଆଉ କାହା ସହ ନ ଘଟୁ। ମୁଁ ଯେଉଁ ଭୁଲ କରିଛି ଆଉ ସେମିତି ଭୁଲ କେହି ବି ନ କରନ୍ତୁ। ଯଦି ପ୍ରେମ କରୁଛ ଠିକ୍ ଅଛି, ପ୍ରେମ କରିବା ଜମା ବି ଭୁଲ ନୁହେଁ, କିନ୍ତୁ ପରିବାରକୁ ମନେଇ ପ୍ରେମକୁ ସଫଳ କରନ୍ତୁ ଆଜ୍ଞା। ଆଉ ଯଦି ପରିବାର ଲୋକେ ମନା କରୁଛନ୍ତି ତେବେ ଟିକେ ଭଲ ଭାବରେ ଭାବ, କାହିଁକିନା ସେମାନେ ଆମଠୁ ଏ ଦୁନିଆକୁ ଭଲ ଭାବରେ ଜାଣିଛନ୍ତି ଆଉ ଭଲ ଭାବରେ ଚିହ୍ନିଛନ୍ତି। କେଉଁ ଭାଇ କି ବାପା କେବେ ଚାହିଁବେନି ଆମ ଝିଅ ଖରାପରେ ରହୁ। ସେମାନେ ଯାହା କରିବେ ନିଶ୍ଚିତ ଭଲ କରିବେ। ଆଉ ଯଦି ମୁଁ ତାଙ୍କ କଥାରେ ରାଜି ହେଇଥାନ୍ତି, ଆଉ ଯଦି ମୋ ସହ ଏମିତି ଘଟିଥାନ୍ତା, ତେବେ ସେମାନେ ତ କମ୍ ସେ କମ୍ ମୋ ସହ ଠିଆ ହେଇଥାନ୍ତେ। ଆଜି ମୁଁ ତାଙ୍କୁ ମୋ ମନର ବେଦନା ଜଣେଇ ପାରୁନି ଭାଇ। ପ୍ରେମ ଅନ୍ଧ, ପ୍ରେମ ଆକର୍ଷଣ, ପ୍ରେମ ଭୁଲ ରାସ୍ତା ଦେଖାଏ, ଆଜି ମୁଁ ନିଜେ ବୁଝିଗଲି ଭାଇ। ମୁଁ କହିଲି ପ୍ରେମ ଅନ୍ଧ ନୁହେଁ କି ପ୍ରେମ ଆକର୍ଷଣ ନୁହେଁ କି ପ୍ରେମ ପ୍ରତାରଣା ବି ନୁହେଁ। ଆମେ ପ୍ରେମ କ'ଣ ଜାଣିନାହାନ୍ତି। ପ୍ରକୃତ ପ୍ରେମ କେବେ ଆଖିରେ ଲୁହ ଦିଏ ନା। ଆଉ ବାକି ରହିଲା ପରିବାର କଥା,
ଏକାଠି ହେବାକୁ ପରିବାରର ସହମତି ଆଉ ଆଶୀର୍ବାଦ ନିହାତି ଦରକାର। ସେଇଟା ଯଦି ତମେ କରିଥାନ୍ତ ଆଜି ଏମିତି ଅବସ୍ଥା ଉପୁଜିବା ପୂର୍ବରୁ ତମ ବାପା ଆଉ ଭାଇ ତମ ପାଖରେ ନିଶ୍ଚିତ ଠିଆ ହେଇସାରିଥାନ୍ତେ। ତଥାପି ତମ ଘରେ ତମର ସବୁ ଦୁଃଖ କୁହ। ମୁଁ ଯେତିକି ଜାଣିଛି ଗୋଟେ ଭାଇ କେବେ ଭଉଣୀର ଦୁଃଖ ସହିପାରେ ନା, ଗୋଟେ ବାପା କେବେ ଗୋଟେ ଝିଅର କଷ୍ଟ ଯନ୍ତ୍ରଣା ସହିପାରେ ନା। ଆଉ ସେମାନେ ଯଦି ତମ ସାଥିରେ ରହିବେ ସବୁ ସମସ୍ୟାର ସମାଧାନ ଚୁଟକିରେ ହେଇଯିବ ବୋଲି ମୋର ବିଶ୍ୱାସ। କହିଲା ଚେଷ୍ଟା କରିବି ଭାଇ, ହେଲେ ସେମାନେ ଯେମିତି ରାଗିକି ଅଛନ୍ତି ନା ମୋ କଥା କେତେ ଶୁଣିବେ ମୁଁ ଜାଣିନି। ଆମେ କହୁନୁ ପ୍ରେମ କରିବା ଭୁଲ, କିନ୍ତୁ ଏମିତି ପ୍ରେମ ନାଁରେ ପରିବାରକୁ ଅସନ୍ତୁଷ୍ଟ କରି ଭୁଲ ନିଷ୍ପତ୍ତି ନେବା ଯେ ନିଜ ଜୀବନ ପାଇଁ କେତେ କ୍ଷତିକାର ତାର ଉଦାହରଣ ହେଉଛି ଏଇ ଅନୁଭଳି ଝିଅ। ଖାଲି ଗୋଟେ ଝିଅ ଯେ କାନ୍ଦେ ସେ କଥା ନୁହେଁ, ବେଳେବେଳେ ଅନେକ ଏମିତି ପ୍ରେମ କରି ଫେରା ରହିଥିବା ପୁଅମାନେ ବି କାନ୍ଦନ୍ତି ଆଜ୍ଞା। ଏ ପ୍ରେମକୁ ଜବରଦସ୍ତି କରାଯାଏନି ଆଜ୍ଞା, ଏ ପ୍ରେମଟା ହେଇଯାଇଥାଏ। ଜଣେ ଅନ୍ୟ ଜଣଙ୍କ ପ୍ରତି ଆକର୍ଷିତ ହେଲା ପରେ ଆମେ ତାକୁ ପ୍ରେମ ବୋଲି ଭାବୁ, ଆଉ କେହି କାହାକୁ ଛାଡ଼ି ରହିପାରିବୁନି ବୋଲି ମନେ ମନେ ଚିନ୍ତା କରୁ। କିନ୍ତୁ ଏଇଟା ପ୍ରକୃତ ପ୍ରେମ ନୁହେଁ ଆଜ୍ଞା। ଦରକାର ପଡ଼ିଲେ ପ୍ରକୃତ ପ୍ରେମ ହାରିଯିବ ପଛେ ମୁଣ୍ଡ ନଇବନି କି ଭୁଲ କାମ କରିବନି ଆଜ୍ଞା। ଏ କାହାଣୀ ଶୁଣିବା ପରେ ଆପଣମାନେ ବି ଅନୁଭଳି କେବେ ଭୁଲ କରିବେନି ବୋଲି ମୋର ଆଶା ଆଜ୍ଞା। ତଥାପି ଆପଣଙ୍କ ମତ କମେଣ୍ଟ କରି ଜଣାଇବା ସହିତ କାହାଣୀ କେମିତି ଲାଗିଲା ଜଣାଇବାକୁ ଜମାଇ ଭୁଲିବେନି। ରହୁଛୁ, ନମସ୍ତେ, ଜୟ ଜଗନ୍ନାଥ।